आपण परिचयटा देबे। मो ना है पंडित कृष्णचंद्र पत्री, पिता स्वर्गत गोविंद पत्री, घर बनपरिया, थाना पोस्ट ग्राम पंचायत खैरा, जिला बालेश्वर। ए जो यज्ञ होची ए यज्ञ केते वर्ष धरी हेलानी आ ये यज्ञ की यज्ञ कोन पई यज्ञ? ये यज्ञ प्रथम शुभारंभ 1994 मसीहा एप्रिल 29 तारीख चंदन पूर्णिमा 37 जन 27 जन कलसिया 41 जन पंडित एवं खैरा तथा भिन्न भिन्न स्थानर सहयोगी मानक उद्यम एक विश्व शांति निमित्त गीता यज्ञर शुभारंभ करा यज्ञ केते वर्ष हेलानी? यह 32 वर्ष अंते 33 वर्ष पदार्पण ये विश्व शांति गीता यज्ञ उपनीत हुई। वर्तमान केते प्रति कलश आनी आनुछु? 27 व्रती एवं व्रतीनी प्रथम थे। तत्पर कई व्यक्ति ये स्थान परित्याग करें अर्थात ये चाकरी करते व्यवसाय करुले से स्थानांतर हो जा सारापर क्रमान्वय ह्रास हो वर्तमान समय आज दिवस 21 जन व्रती एवं व्रतीनी मान द्वारा ये कार्य समाहित। आज हम देखियो पाइल दु जन व्यक्ति एक बार मैंने संबोधित कले। हाँ, से समिति सुंदर स्वप्न जहाँकि आज जो मैंने संरक्षित था सप्तठी एवं केशवचंद्र साहू से प्रथम उद्योक्ता एवं सहित आउ दुई जन थे जहाँ पृथ्वी 16 फेरी नहांती आ जड़े अच्छा करुणाकर राउत सी मत प्रेरणा बुझे थे से गाड़ी अंचल प्रभाव कम था क्वचित था जहाँ गाड़ी मत नहीं टोके खेल विजय आसला पार्टी एक टोकी ब्राह्मण खेल समझ था जदि समस्त सहयोग आसो दुई दिन आरंभ प्रचलित हुई आस प्रथम दिवस जहाँकि प्रस्तुति मंगल प्रतीक प्रभाव इत्यादि शुभारंभ सायंकाल आरंभ निश्चित हुई तत्पर दिन अर्थात पूर्णिमा दिन ब्राह्म मुहूर्त अर्थात सकाल सूर्योदय ठारू 7:30 मध्यम ब्रह्म काल ज्योतिषी मठे यही समय घट उत्सवन पर्यायक्रमे देवासन कलश पूजन यज्ञादि करण देवी देवता आवाहन एवं श्रीमद भगवत गीता पारायण पूर्वक परमेश्वर भगवान श्रीकृष्ण जहाँकि आम कहते भगवते वासुदेव तांकर स्थिति पूर्वक कारिगहर विजय थिबा राधाकृष्ण जीव अर्चन अंते भगवत गीता पारायण पूर्वक कुंडरे हमी घृत साफल्य अन्य जहाँ होम आवश्यक प्रदान करा
700 ମନ୍ତ୍ରରେ 700 ଆହୁତି ପ୍ରଦାନ କରାଯାଏ ଏବଂ ପାର୍ଶ୍ୱ ଦେବତା ଏ ସ୍ଥାନର ସ୍ଥାନ ଦେବତା ଆଉ ଆଖଣ୍ଡଳେଶ୍ୱରଙ୍କ ନାମରେ ଏ ଯଜ୍ଞ ସମିତିର ନାମକରଣ କରାଯାଇଥିବାରୁ ମୁଖ୍ୟ ଦେବତା ଆଖଣ୍ଡଳେଶ୍ୱର ଏବଂ ସହଦେବତା ରାଧାକୃଷ୍ଣ ଏବଂ ପାର୍ଶ୍ୱ ଦେବତା ଯିଏକି ବର୍ତ୍ତମାନ ବିଦ୍ୟମାନ ଏହି ସ୍ଥାନରେ ଶ୍ରୀ ଯୋଉ ଏକାଦଶ ସ୍ମୃତି ହନୁମାନଙ୍କର ଯଥୋଚିତ ଭାବେ ଅର୍ପଣ ପୂଜନ ବନ୍ଦନ ହବନ ଇତ୍ୟାଦି କାର୍ଯ୍ୟ ସୂର୍ଯ୍ୟାସ୍ତ ପୂର୍ବରୁ ସମ୍ପନ୍ନ କରାଯାଇଥାଏ। ଆପଣ କେତେ ବ୍ରାହ୍ମଣ ଦେବତା ଆଉ ଆଚାର୍ଯ୍ୟକୁ ନେଇକି ଏ କାର୍ଯ୍ୟ ସମ୍ପାଦନ କରିଥାନ୍ତି? ପ୍ରଥମରୁ କହିଥିଲି ଯେ 41 ଜଣ କର୍ମକାଣ୍ଡ ଭିତ୍ତି ବ୍ରାହ୍ମଣଙ୍କ ଦ୍ୱାରା ଏହା ଶୁଭାରମ୍ଭ ହୋଇଥିଲା 94 ମସିହାରେ। ସେଦିନ ଠାରୁ ଏହି ଅଞ୍ଚଳର ଏହି ଯଜ୍ଞକୁ ଦେଖି ଅନ୍ୟ ଅଞ୍ଚଳ ଅନୁପ୍ରାଣିତ ହୋଇ ଆଜିର ଦିବସରେ ଅନ୍ୟତ୍ର ଯଜ୍ଞମାନ ସବୁ ଅନୁଷ୍ଠିତ ହେଲାଣି। ତେଣୁ ବର୍ତ୍ତମାନ ସମୟରେ ବାର୍ଦ୍ଧକ୍ୟ ହେତୁ କେତେକ ଆଚାର୍ଯ୍ୟ ଉପସ୍ଥିତ ହୋଇପାରୁନାହାନ୍ତି ଏବଂ ଅନ୍ୟ କେତେକ କର୍ମକାଣ୍ଡବିତ ଅନ୍ୟାନ୍ୟ ଯଜ୍ଞମାନଙ୍କରେ ନିଜକୁ ନିୟୋଜିତ କରିଥିବାରୁ ସେମାନଙ୍କର ଅନୁପସ୍ଥିତି ରହୁଛି। ତେଣୁ ଆଜିର ଦିବସରେ 21 ଜଣ ପଣ୍ଡିତଙ୍କର ଏଠି ସମବେତ ହେଉଛି। ମୋ ନାଁ ଯୋଗେଶ କୁମାର ଶତପଥୀ। ମୁଁ ଜଣେ ବ୍ୟବସାୟୀ ଖଇରା ଅଞ୍ଚଳର। ଆଉ ଏ ଯୋଉ ଆଖଣ୍ଡଳେଶ୍ୱର ମହାଯଜ୍ଞରେ ଆପଣ କେତେ ଦିନ ହେଲା ଜଡ଼ିତ ହେଲେ? ମୁଁ ଦୀର୍ଘ 17 ବର୍ଷ ହେଲାଣି ଏ ସଂସ୍ଥାରେ ଜଡ଼ିତ ଅଛି। କ'ଣ କ'ଣ ବ୍ୟବସ୍ଥା ଥାଏ? ଏଠି 2 ଦିନ ଧରି ଆମର ଯଜ୍ଞ ଅନୁଷ୍ଠିତ ହୁଏ। ପ୍ରଥମ ଦିନ ଅଧିବାସ କରାଯାଏ, ଦ୍ୱିତୀୟ ଦିନ ଯଜ୍ଞ ଆରମ୍ଭ ସୂର୍ଯ୍ୟୋଦୟ ପରେ ହୁଏ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ଯଜ୍ଞ ସମାପନ ହୁଏ। ପ୍ରସାଦ ସେବନର ବ୍ୟବସ୍ଥା ଅଞ୍ଚଳର ସମସ୍ତ ଭକ୍ତ ମାନେ ପ୍ରସାଦ ପାଆନ୍ତି। ମୁଁ ଏଠି ବହୁତ ଦିନ ଧରି ପାଖାପାଖି 20 ବର୍ଷ ହେଲାଣି କୃଷ୍ଣ ନନାଙ୍କର ନେତୃତ୍ୱରେ ଆମର ଇଏ ତିଆରି ବୁଦ୍ଧ ପୂର୍ଣ୍ଣିମା, ନାଗକଳି ଭଗବାନଙ୍କର ଚନ୍ଦନ ପୂର୍ଣ୍ଣିମା, ବହୁ ଗୁଣି ଜ୍ଞାନୀ ସବୁ ବ୍ରାହ୍ମଣ ସମାଜ ସମସ୍ତେ ସାଧାରଣ ପ୍ରସାଦ କରନ୍ତି। ସମସ୍ତଙ୍କ ପାଇଁ ଖୋଲା ବଡ଼ଦାଣ୍ଡ ଭଳି ଚାଲିଛି। ସମସ୍ତେ ଏବଂ ଗୀତା ଯଜ୍ଞ ଏଠି ଆମର ଏଠି ହେଉଛି। ଆମକୁ ଏତେ ଆନନ୍ଦ ଦିଏ ଏବଂ ଯେତେ ଖୁସି ଲାଗେ, ଯେତେ କଷ୍ଟ ଦେଲେ ବି ଆମେ ସମସ୍ତେ ଏଠି ଉପସ୍ଥିତ ହୋଇ ଭଗବାନଙ୍କ ପାଖରେ ଯେତେ କଷ୍ଟ ଦେଲେ ବି କଷ୍ଟ ଜଣାପଡ଼େ ବି। ବର୍ଷା ଖରା ଯେତେ ସବୁ ପ୍ରକାର ବାଧାବିଘ୍ନ ହେଲେ ବି ଆମକୁ ଜଣାପଡ଼େ ବି। ଯେହେତୁ ଆମର ତ ଭଗବାନଙ୍କର ପ୍ରକାର ଘର ସଂସାର ଆମେ ଭୁଲିଯାଉ। ଆଜି ଗୋଟେ ଦିନ ସକାଳୁ ରାତି 7ଟା ବେଳେ ପାଖାପାଖି ରାତି 9ଟା ହେଇଯାଏ। ସମସ୍ତ କଳସିଆ ସମସ୍ତଙ୍କ ସହିତ ଗୋଟେ ଏଠି ଆମର ଭାବରେ ଯାଚକ ଚାଲେ ଏବଂ ପାଠ ମହାଯଜ୍ଞକୁ ଧନ୍ୟବାଦ ଜଣାଉଛୁ। ମୁଁ ଏତିକି କହି ରହୁଛି, ବର୍ତ୍ତମାନ ଆମେ ସେହି ସ୍ଥଳରେ ଅଛୁ ଯେଉଁଠି ବର୍ତ୍ତମାନ ଦୀର୍ଘ 33 ବର୍ଷ ଧରି ଗୀତା ମହାଯଜ୍ଞ ଚାଲିଛି। ଆଜି ଚନ୍ଦନ ପୂର୍ଣ୍ଣିମା। ଆମ ପ୍ରତ୍ୟେକ ବର୍ଷ 1994 ମସିହାରୁ ଆରମ୍ଭ ହୋଇ ଆଜି 33 ବର୍ଷ ଧରି ସମସ୍ତଙ୍କୁ ସହଯୋଗରେ ପ୍ରତିମାନଙ୍କୁ ନେଇ ସୁଚାରୁ ରୂପେ ଯଜ୍ଞ ଚାଲିଛି, ଆଗକୁ ଚାଲିବ। ମୁଁ ଖଇରାରୁ ପ୍ରଶାନ୍ତ କୁମାର ବେହେରା, ଓଡ଼ିଶା ହଟ୍ ନ୍ୟୁଜ୍।